ଚାଲନ୍ତୁ ଆଜି ଶୁଣିବା ବିଘ୍ନେଶ୍ୱରର ଆଉ ଗୋଟିଏ ଭାଗ। ମୁହୂର୍ତ୍ତକ ଭିତରେ ଜନନୀ ପାର୍ବତୀ ନିଜର ସମସ୍ତ ଦୁଃଖ ପାଶୋରି ଦେଲେ ଏବଂ ଶିଶୁପୁତ୍ର ଗଣପତିଙ୍କୁ କୋଳକୁ ନେଲେ। ଶିବ ଦୁଇ କର ପ୍ରସାରିତ କରି ଗଣପତିଙ୍କୁ ତାଙ୍କ ପାଖକୁ ଆସିବାକୁ ଇଙ୍ଗିତ ଦିଅନ୍ତେ ସେ ଦିବ୍ୟ ଶିଶୁ ଯେପରି ମଧୁର ଗତିରେ ତାଙ୍କ ଆଡ଼କୁ ଚାଲିଲେ, ତାହା ଦେଖି ସମବେତ ସମସ୍ତେ ମୁଗ୍ଧ ହେଲେ। ବିଘ୍ନେଶ୍ୱର, ହେ ଚିରଞ୍ଜୀବୀ, ତୁମକୁ ପୁତ୍ର ରୂପରେ ପାଇ ଆମେ ଧନ୍ୟ ହେଲୁ। ଏହା କହି ଶିବ ଗଣପତିଙ୍କୁ ସ୍ନେହରେ ଚୁମା ଦେଲେ। ଗଣପତି ସଙ୍ଗେ ସଙ୍ଗେ ତାଙ୍କ କୋଳରୁ ଓହ୍ଲାଇ ପଡ଼ି କହିଲେ, ପିତା, ଆପଣ ଇଏ କ'ଣ କହୁଛନ୍ତି? ମୁଁ ଆପଣଙ୍କ ପୁତ୍ର ହୋଇପାରିଥିବାରୁ ନିଜକୁ ଧନ୍ୟ ମଣୁଛି। ଏହା କହି ଗଣପତି ନିଜ କୋମଳ ଶୁଣ୍ଢରେ ଶିବ ପାର୍ବତୀଙ୍କ ଚରଣ ସ୍ପର୍ଶ କରି ସେ ଶୁଣ୍ଢ ନିଜ ଆଖିରେ ଆଉ କପାଳରେ ଛୁଇଁଲେ। ତାପରେ ସେ ବିଷ୍ଣୁଙ୍କୁ ପ୍ରଣାମ କଲେ। ବିଷ୍ଣୁ ଅତ୍ୟନ୍ତ ସ୍ନେହଭରେ ଗଣପତିଙ୍କୁ ଭିଡ଼ି ନେଲେ ଆଉ ଆଶୀର୍ବାଦ ଦେଲେ। ଏହାପରେ ବିନାୟକ ବ୍ରହ୍ମାଙ୍କୁ ପ୍ରଣାମ କଲେ। ବ୍ରହ୍ମା ତାଙ୍କୁ ଆଶୀର୍ବାଦ ଦେଇ କହିଲେ, ହେ ଗଣପତି, ତୁମେ ହେବ ସର୍ବଜନଙ୍କର ପ୍ରଥମ ବନ୍ଦନୀୟ। ବିଘ୍ନେଶ୍ୱର ବ୍ରହ୍ମାଙ୍କ ପାଖରୁ ଯାଇ ଲକ୍ଷ୍ମୀ ଆଉ ସରସ୍ୱତୀଙ୍କୁ ପ୍ରଣାମ କଲେ। ଦୁଇ ଦେବୀ ଗଣପତିଙ୍କୁ ନିଜ ନିଜ କୋଳକୁ ନେଲେ। ପାର୍ବତୀଙ୍କ ଆଡ଼କୁ ଦୃଷ୍ଟିପାତ କରି ଦୁଇ ଦେବୀ କହିଲେ, ବିନାୟକଙ୍କର ବିବାହ କେବେ ହେବ? ବିଦ୍ୟାବତୀ ନାମକ ବୁଦ୍ଧି ଆଉ ଜୟଲକ୍ଷ୍ମୀ ନାମକ ସିଦ୍ଧି ବିନାୟକଙ୍କର ଯୋଗ୍ୟ ପତ୍ନୀ ହେବେ। ବିନାୟକଙ୍କ ବିବାହ ବୈଭବ ଦେଖିବାକୁ ଆମେ ଆଗ୍ରହରେ ଅପେକ୍ଷା କଲୁ। ଦେବୀ ଲକ୍ଷ୍ମୀ କହିଲେ, ଯିଏ ବିଘ୍ନେଶ୍ୱର ଉପରେ ବିଶ୍ୱାସ ରଖିବ, ମୁଁ ସର୍ବଦା ତାର ସହାୟତା କରୁଥିବି। ସିଦ୍ଧି ସ୍ୱରୂପିଣୀ ଯେଉଁ ଜୟଲକ୍ଷ୍ମୀକୁ ବିନାୟକ ବିବାହ କରିବେ, ସେ ମୋହରି ବିଭୂତି ବିଶେଷ। ଦେବୀ ସରସ୍ୱତୀ କହିଲେ, ବିଘ୍ନେଶ୍ୱର ହେଲେ ଜ୍ଞାନ ପ୍ରଦାୟକ ତଥା ବିଜ୍ଞାନ ପ୍ରଦାତା। ବର୍ଣ୍ଣମାଳା ଶିଖିବା ପୂର୍ବରୁ ଶିଶୁକୁ ବିଘ୍ନେଶ୍ୱରଙ୍କ ପୂଜା କରାଇ ପ୍ରଥମେ ଓଂ ନମଃ ବୋଲି ଲେଖାଇବାକୁ ହେବ। ବୁଦ୍ଧି ରୂପିଣୀ ଯେଉଁ ବିଦ୍ୟାବତୀ ବିନାୟକଙ୍କର ପତ୍ନୀ ହେବେ, ସେ ମୋହରି ଅଂଶ ସମ୍ଭୂତା। ବିଘ୍ନେଶ୍ୱର କିଛି ବୁଝି ନ ପାରିଲା ଭଳି ଦୃଷ୍ଟିରେ ସମସ୍ତଙ୍କ ଆଡ଼କୁ ଅନାଇଲେ ଆଉ ଦେବଦେବୀମାନଙ୍କ ଉପରେ ଦୃଷ୍ଟି ନିଭେଦ କରି କହିଲେ, ଇଏ କି ପ୍ରକାର କଥା? ବିବାହ କଲେ ଲୋକେ ହଇରାଣ ହରକତ ହୁଅନ୍ତି ବୋଲି କିଏ ନ ଜାଣେ? ତାହା ସତ୍ତ୍ୱେ ଏମାନେ ମୋତେ ବିବାହ ଦେବା ପାଇଁ ଏଡ଼େ ବ୍ୟଗ୍ର କାହିଁକି? ବିଷ୍ଣୁ ହସି କହିଲେ, ହେ ଅବୋଧ ଶିଶୁ, ତୁମକୁ କଷ୍ଟ ଦେବା କାହାରି ଉଦ୍ଦେଶ୍ୟ ନୁହେଁ। ଆକାଶରେ ଚନ୍ଦ୍ର ଚତୁର୍ଦିଗରେ ଯେପରି ନକ୍ଷତ୍ରମାଳା ଶୋଭା ପାଉଥାନ୍ତି, ସେହିପରି ତୁମକୁ ବେଢ଼ି ରଖିବେ ବିଶେଷ ଗୁଣବତୀ ପତ୍ନୀବର୍ଗ। ସେମାନେ ତମରି ଗୋଟିଏ ଗୋଟିଏ ଗୁଣର ପ୍ରତିନିଧିତ୍ୱ କରିବେ। ତେଣୁ ତମ ପାଇଁ ଆମେ ଯେପରି ବ୍ୟବସ୍ଥା କରିଛୁ, ସେଥିରେ ତମର ବିଚଳିତ ହେବାର କୌଣସି କାରଣ ନାହିଁ। ଗଣପତି କହିଲେ, ମୁଁ ଜାଣେ, କୃଷ୍ଣାବତାର ଅବସରରେ ଅନେକ ମୁନିଋଷି ତମର ସାନ୍ନିଧ୍ୟ ଲାଭ ସକାଶେ ଗୋପନାରୀ ହୋଇ ଜନ୍ମଗ୍ରହଣ କରିବେ। ବିଷ୍ଣୁ ମୃଦୁ ହାସ୍ୟ ସହକାରେ କହିଲେ, ତମକୁ କିଛି ଅଜଣା ଥାଇ ନପାରେ। ଦଶବଧୂ ସହ ତମର ବିବାହ ସମ୍ପନ୍ନ କରିବା ଆମର ଉଦ୍ଦେଶ୍ୟ। ପ୍ରବାଦ ରହିଆସିଛି, ବିଘ୍ନେଶ୍ୱରଙ୍କ ବିବାହ ପାଇଁ ସହସ୍ର ବିଘ୍ନ। ମୋତେ ହିଁ ବିଘ୍ନ ସର୍ଜନା କରି ପ୍ରବାଦର ସତ୍ୟତା ପ୍ରତିପାଦିତ କରିବାକୁ ପଡ଼ିବ, ବିଘ୍ନେଶ୍ୱର କହିଲେ। ବ୍ରହ୍ମା କହିଲେ, ସହସ୍ର କାହିଁକି, ଗୋଟିଏ ବିଘ୍ନ ଉପୁଜିଲେ ମଧ୍ୟ ବିଘ୍ନେଶ୍ୱରଙ୍କ ବିବାହ ବନ୍ଦ ହେବାର ନୁହେଁ। ଦେବାଦେବୀଗଣ ଆନନ୍ଦରେ ଏ ବିବୃତିକୁ ସମର୍ଥନ କଲେ। ନାରଦ ଆଗକୁ ବାହାରି ଆସି କହିଲେ, ହେ ବିଘ୍ନେଶ୍ୱର, ଆପଣ ତ ମୋଠୁ ବଳି ବାଚାଳ ଦେଖୁଛି। ବିବାହ ଏଡ଼ାଇ ପାରିବା କ'ଣ ସହଜ କଥା? ମୋତେ ଘର ସଂସାର କରିବାକୁ ଡର ଲାଗିଲା ବୋଲି ବୈରାଗୀ ହୋଇ ବୁଲୁଛି। ହେ ଜ୍ଞାନେଶ୍ୱର, ମୋର ପନ୍ଥା କିନ୍ତୁ ଆଦର୍ଶ ହୋଇ ନପାରେ। ଏ ବିଶ୍ୱ ସୃଷ୍ଟି ସ୍ଥିତି ଲୟର ନିୟମ ଅନୁସରଣ କରୁଛି। ବିନା ବିବାହରେ ନିୟମ ପାଳନ କରିବା ସମ୍ଭବପର ନୁହେଁ। ତେଣୁ ଆପଣ ବିବାହ କରି ନିଜ କର୍ତ୍ତବ୍ୟନିଷ୍ଠା ଦେଖାଇବା ଉଚିତ। କ'ଣ କହୁଛନ୍ତି? ବିଘ୍ନେଶ୍ୱର ହସି ପକାଇ କହିଲେ, ଆପଣ ସିନା ବିବାହ କରିନାହାନ୍ତି, କିନ୍ତୁ ବିବାହ ପଛରେ ଆପଣ ପାଗଳ ବୋଲି ମନେ ହୁଏ। ଯେତେ ଯେଉଁଠି ସ୍ୱୟଂବର ଇତ୍ୟାଦିର ବ୍ୟବସ୍ଥା ହୁଏ, ଆପଣ ସେଠାରେ ପହଞ୍ଚି ଯାଇଥାନ୍ତି। ହେ ବିଘ୍ନେଶ୍ୱର, ଆପଣ ତ୍ରିକାଳଦର୍ଶୀ ବୋଲି ମୁଁ ଜାଣେ। କଥା କହିବାରେ ମୋ ସ୍ଥାନ ଆପଣଙ୍କ ପରେ ବୋଲି ମାନୁଛି। ଆପଣଙ୍କ ହାତରେ ସମସ୍ତଙ୍କ ଜନ୍ମଜାତକ ସୁରକ୍ଷିତ ରହିଥାଏ। ଆପଣ ଯଦି ସେଥିରେ କିଛି ହସ୍ତକ୍ଷେପ କରିବେ, ତେବେ ମହାମହା ଜ୍ୟୋତିଷଙ୍କର ମଧ୍ୟ ମୁଣ୍ଡ ବୁଲାଇ ଦେବ। ଛାଡ଼ନ୍ତୁ, ଆମ ଦୁଇ ଜଣଙ୍କ ଭିତରେ ତର୍କ ହେଲେ ଅନନ୍ତ କାଳ ବ୍ୟାପୀ ତାହା ଚାଲିଥିବ। ଆପଣ ପୂର୍ଣ୍ଣ ଜ୍ଞାନୀ। ମୋ ଭଳି ଅସମ୍ପୂର୍ଣ୍ଣ ଜ୍ଞାନ ଥିବା ବ୍ୟକ୍ତି ଆପଣଙ୍କ ସହ ଯୁକ୍ତିତର୍କ କରିବା ଶୋଭା ପାଏ ନାହିଁ। ଆପଣ ସମସ୍ତ ମାୟାର ଅତୀତ ପଦ୍ମପତ୍ର ଉପରେ ଥିବା ଜଳକଣା ପରି ଆପଣ କୌଣସିଥିରେ ଲିପ୍ତ ନୁହନ୍ତି। ତଥାପି ସିଦ୍ଧିଦାତା ଭାବରେ ପ୍ରସିଦ୍ଧ ଲାଭ କରିବା ନିମନ୍ତେ ଆପଣଙ୍କୁ ସିଦ୍ଧିମାନଙ୍କୁ ପତ୍ନୀ ରୂପେ ବରଣ କରିବାକୁ ହେବ। ସେ କାର୍ଯ୍ୟ ଯେତେ ସହଳ ହେଲେ ସେତେ ଭଲ। ମୁଁ ଶ୍ରୀରସ୍ତୁ ଶୁଭମସ୍ତୁ ଇତ୍ୟାଦି କହି ଆପଣଙ୍କ ପ୍ରତି ମୋର ଶୁଭେଚ୍ଛା ଜ୍ଞାପନ କରୁଛି। ନାରଦ ତାପରେ ନିଜର ମହତୀ ବୀଣା ଯୋଗେ କଲ୍ୟାଣୀ ରାଗରେ ଆଳାପ ଆରମ୍ଭ କଲେ। ନାରଦ ସେଠାରୁ ଯାଇ ବଜଦନ୍ତ ପାଖରେ ପହଞ୍ଚିଲେ। କିଛି ଦିନ ତଳେ ବଜଦନ୍ତକୁ
ଶିଶୁ ଗଣପତି ତଳକୁ ଠେଲି ଦେଇଥିଲେ। ତଳେ ପଡ଼ିଯିବା ହେତୁ ବଜଦନ୍ତ ଯେଉଁ ଆଘାତ ପାଇଥିଲା ସେ ବେଦନାର ନିରସନ ହୋଇନଥିଲା। ତା ପତ୍ନୀ ଧବଳା ବଜଦନ୍ତର ସେବା କରୁଥିଲା। ନାରଦ ଆସିବାର ଦେଖି ଧବଳା ଭିତରକୁ ଚାଲିଗଲା। ନାରଦ ପୁଣି ବି ବିଭ୍ରାଟର ସୂତ୍ରପାତ କରିବେ କିଏ ଜାଣେ। ମୂଷିକାସୁର ବଜ୍ରଦନ୍ତକୁ ନାରଦ କହିଲେ, ତମକୁ ଯେଉଁ ଗଣପତି ଅପମାନ ଦେଇଥିଲେ ସେ ବର୍ତ୍ତମାନ ବିଘ୍ନେଶ୍ୱର ରୂପେ ଅବତୀର୍ଣ୍ଣ। ବଜଦନ୍ତ ପଚାରିଲା, ସତେ? ମୋର କର୍ତ୍ତବ୍ୟ କ'ଣ ବୋଲି ଆପଣ ଭାବୁଛନ୍ତି? ନାରଦ କହିଲେ, ଆରେ ବାବୁ, ବର ଦେବାକୁ ଦେବବ୍ରହ୍ମା ତ ଅଛନ୍ତି। ତୁ ତାଙ୍କଠାରୁ ବର ହାସଲ କରିନେ। ବଜ୍ର ଦେଇ ବଜ୍ରର ମୁକାବିଲା କରିବାକୁ ହୁଏ, ଠିକ୍ ନୁହେଁ? ଏତକ କହି ନାରଦ ସେଠାରୁ ଖସି ଚାଲିଗଲେ। ଧବଳା ବଜଦନ୍ତକୁ ଅନେକ ବୁଝାଇଲା କି କୌଣସି ବିପଦ ବରଣ କରିବାକୁ ଯିବାର ଆବଶ୍ୟକତା ନାହିଁ। କିନ୍ତୁ ବଜ୍ରଦନ୍ତ ସେଥିରେ ପ୍ରଭାବିତ ନ ହୋଇ କହିଲା, ଦେଖ, ଅପମାନର ପ୍ରତିଶୋଧ ନ ନେଇ ମୁଁ ଶାନ୍ତିରେ ରହିବି କିପରି? ଏହା କହି ସେ ବାହାରିଗଲା ଆଉ ଏକାଗ୍ର ତପସ୍ୟା କରି ବ୍ରହ୍ମାଙ୍କୁ ତୁଷ୍ଟ କଲା। ବ୍ରହ୍ମା ପ୍ରଶ୍ନ କଲେ, ପୁଣି କି ବର ଚାହୁଁଛ? ମୂଷିକାସୁର କହିଲା, ବିଘ୍ନକୁ ମୋର ଅଜ୍ଞାବହ କରାଇ ଦିଅନ୍ତୁ। ମୁଁ ଯେପରି ବିଘ୍ନକୁ ନାନା ରୂପରେ ଯେଣେ ଇଚ୍ଛା ତେଣେ ପଠାଇ ପାରିବି। ବ୍ରହ୍ମା ବିଘ୍ନକୁ ଆହ୍ୱାନ କଲେ। ସେ ଆସି ମୂଷିକାସୁର ଆଗରେ ଠିଆ ହେଲା, କିନ୍ତୁ ମୂଷିକାସୁର ତାକୁ ଦେଖିପାରିଲା ନାହିଁ। ସେଇଠୁ ବ୍ରହ୍ମା ତାକୁ ସୂର୍ଯ୍ୟ ଦୃଷ୍ଟି ପ୍ରଦାନ କଲେ। ସେତେବେଳେ ଯାଇ ସେ ବିଘ୍ନକୁ ଦେଖିପାରିଲା। ସେ ଗୋଟିଏ କଳା କୃମିକଟିଏ ଭଳି ଦିଶୁଥାଏ। ମୂଷିକାସୁର ଆଶ୍ଚର୍ଯ୍ୟ ହୋଇ କହିଲା, ହେ ଭଗବାନ, ଇଏ କ'ଣ? ଏଇ ସାମାନ୍ୟ ଜୀବକୁ ନେଇ ମୁଁ କ'ଣ କରିପାରିବି? ବ୍ରହ୍ମା ମନ୍ଦ ହସି କହିଲେ, ବିଘ୍ନର ବୀଜ ଏହିପରି ଅଦୃଶ୍ୟ ହୋଇ ରହିଥାଏ। ସାମାନ୍ୟ ବୀଜାଣୁ ଯେପରି ମାରାତ୍ମକ ରୋଗର ସୃଷ୍ଟି କରିପାରେ, ସେହିପରି ସାମାନ୍ୟ ଦିଶୁଥିବା ଏ ବିଘ୍ନର ବଳ କମ୍ ନୁହେଁ। ଇଏ ସର୍ବନାଶ କରିପାରେ। ତୁ ଏହାକୁ ଯେପରି ଭାବରେ ବ୍ୟବହାର କରିବାକୁ ଚାହୁଁ ତାହା କରିପାରୁ। ମୂଷିକାସୁର ବିଘ୍ନକୁ କହିଲା, ତୁ ଗୋଟିଏ ଅସୁର ରୂପ ନେଇ ବିଘ୍ନେଶ୍ୱରକୁ ଯାଇ ନାଶ କର। ବିଘ୍ନ ସେ ନିର୍ଦ୍ଦେଶ ପାଇବା ମାତ୍ରେ ଭୟଙ୍କର ଗଜାସୁର ରୂପରେ ପରିଣତ ହେଲା। ପର୍ବତ ପ୍ରମାଣ କଳେବର ଧରି ଖଣ୍ଡା ବୁଲାଇ ସେ ଆକାଶକୁ ଉଠିଗଲା। ତେଣେ କୈଳାସରେ ବିଘ୍ନେଶ୍ୱର ପିତାମାତାଙ୍କ ଆଦର ଯତ୍ନରେ କିଛି କାଳ ରହିବା ପରେ ସେମାନଙ୍କ ଅନୁମତି ନେଇ ବିଶ୍ୱକର୍ମା ନିର୍ମିତ ମହଲ ଦେଖିବାକୁ ବାହାରିଗଲେ। ତାଙ୍କ ଆଗରେ ଆବିର୍ଭୂତ ହେଲେ କାମଦେବ। ବିଘ୍ନେଶ୍ୱର ତାଙ୍କୁ ପଚାରିଲେ, ତମେ ତ ନିରାକର, ଏଭଳି ଆକୃତି ଧରି ମୋତେ ଦେଖାଦେବାର କାରଣ କ'ଣ? ଦେଖ ବାବୁ, ମୁଁ ସିଧା ସରଳ ବ୍ୟକ୍ତି, ମୋ ସହ ଲାଗ ନାହିଁ। କାମଦେବ ବିନୟ ଭରେ ଶିର ଅବନତ କରି କହିଲେ, ହେ ଗଜାନନ, ଆପଣ ମୋ ତୀରର ଶକ୍ତି ବାହାରେ। ପରମ ଶିବ ହିଁ ମୋତେ ଦୟାବହ କରି ବର ଦେଇଥିଲେ କି ମୁଁ ଯାହା ଆଗରେ ଦେଖାଦେବାକୁ ଇଚ୍ଛା କରିବି ତାହା ଆଗରେ ରୂପ ପରିଗ୍ରହ କରିପାରିବି। ଆପଣଙ୍କ ଆଉ ମୋ ଭିତରେ କିଛି ସାମଞ୍ଜସ୍ୟ ଅଛି। ତା ଛଡ଼ା ମୁଁ ପାଖରେ ଥିଲି, ତେଣୁ ଆପଣଙ୍କୁ ଦେଖାଦେଲି। ଆପଣ ବୃଷଭ ବାହନ ଶିବଙ୍କ ପୁତ୍ର, ମୁଁ ଗରୁଡ଼ ବାହନ ବିଷ୍ଣୁଙ୍କ ପୁତ୍ର। ଶିବ ମୋତେ ଭସ୍ମ କରିଦେଇଥିଲେ, ସେହିପରି ସେ ଆପଣଙ୍କର ଶିର ମଧ୍ୟ ଉଡ଼ାଇ ଦେଇଥିଲେ। ମୋ ବାହନ ଶୁକ ପକ୍ଷୀ, ଆପଣଙ୍କ ବାହନ ମୂଷିକ। ମନକୁ ବିଚଳିତ କରିବା ଭଳି ପୁଷ୍ପତୀର ମୋର ଆୟୁଧ। ମନ ଉପରେ ନିୟନ୍ତ୍ରଣ ରଖିଲା ଭଳି ପାଶ ଆଉ ଅଙ୍କୁଶ ଆପଣଙ୍କ ଆୟୁଧ। ମୁଁ ବର୍ତ୍ତମାନ କୈଳାସ ଅଭିମୁଖେ ଯାଉଛି। ଶୀଘ୍ର ଆପଣଙ୍କର ଏକ ଭ୍ରାତା ଜନ୍ମଗ୍ରହଣ କରିବେ। ସେ କୁମାର। ତାଙ୍କରି ହାତରେ ପ୍ରବଳ ତାରକାସୁରର ନିଧନ ସମ୍ଭବ ହେବ। ଆଚ୍ଛା, ବିଦାୟ। ବିଘ୍ନେଶ୍ୱର କହିଲେ, ତୁମ ସହ ସାକ୍ଷାତ ହେବାରୁ ଆନନ୍ଦିତ ହେଲି। ମୁଁ ବର୍ତ୍ତମାନ ନୂତନ ସୌଧ ଦେଖିବା ନିମନ୍ତେ ବାହାରିଛି। ଆଚ୍ଛା, ବିଦାୟ। କାମଦେବ ଅଦୃଶ୍ୟ ହୋଇ କୈଳାସ ଅଭିମୁଖେ ଚାଲିଗଲେ। ବିଘ୍ନେଶ୍ୱର ଯାଇ ସୌଧ ପାଖରେ ପହଞ୍ଚିଲେ। ସୌଧର ସିଂହଦ୍ୱାର ନିକଟରେ ଗୋଟିଏ ଶଙ୍ଖମଲମଲ ଶିଳା ଉପରେ ବସି ସେ ଚତୁର୍ଦ୍ଦିଗ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲାଗିଲେ। ହିମାଳୟର ଜଳଧାରାମାନ ମନ୍ଦ ମଧୁର ନାଦ କରି ଝରି ଆସୁଥାନ୍ତି। ସେହି ଶାନ୍ତିକୁ ଚୂର୍ଣ୍ଣ କରି ହଠାତ୍ ଶୁଭିଲା ଗୋଟେ ଭୀଷଣ ରଡ଼ି। ବିଘ୍ନେଶ୍ୱର ଗଲା କୁଆଡ଼େ? ପରେ ପରେ ଗଜାସୁର ରୂପୀ ବିଘ୍ନ ଆସି ଆକାଶରୁ ବିଘ୍ନେଶ୍ୱରଙ୍କ ଆଗରେ ଅବତରଣ କଲା। ସେ ଧକ୍କାରେ ମାଟି ଥରିଗଲା। ଗର୍ଜନ କରି ସେ କହିଲା, ମୁଁ ଗଜାସୁର। ତମେ ଯଦି ଗଜମୁଖଧାରୀ, ତେବେ ମୁଁ ହେଲି ଗଜକାୟ। ତୁମକୁ ସଂହାର କରିବା ମୋର ଉଦ୍ଦେଶ୍ୟ। ବିଘ୍ନେଶ୍ୱର ନିରୀହ ଭାବରେ ଅନାଇ କହିଲେ, ତୋ ଉଦ୍ଦେଶ୍ୟ ଜାଣି ମୁଁ କ'ଣ କରିବି ବୋଲି ଭାବୁଛୁ? ଆପାତତଃ ଏତିକି କରାଯାଉ। ଏହା କହି ସେ ଅସୁର ଉପରକୁ ପରଶୁ ଫୋପାଡ଼ିଲେ। ଅସୁରର ପାଦ ଛିନ୍ନ ହେଲା, ସେ ତଳେ ପଡ଼ିଗଲା। ସେହି ପର୍ବତ ପ୍ରମାଣ ରାକ୍ଷସର ଛାତି ଉପରେ ଚଢ଼ିଯାଇ ବିଘ୍ନେଶ୍ୱର ତାଣ୍ଡବ ନୃତ୍ୟ ଆରମ୍ଭ କଲେ। ଅସୁର ଚିତ୍କାର କରି କହିଲା, ହେ ମହାନୁଭବ, ମୁଁ ବିଘ୍ନ ଅଟେ। ଗଜାସୁର ରୂପ ଧରି ଆସିଥିଲି, ମୋତେ ଉପଯୁକ୍ତ ଶିକ୍ଷା ମିଳିଗଲା। ବିଘ୍ନେଶ୍ୱର ଉତ୍ତରରେ କହିଲେ, ମୁଁ ବିଘ୍ନ ବିନାଶକାରୀ, ତେଣୁ ତତେ ଛିନ୍ନ ବିଚ୍ଛିନ୍ନ କରିଦେବି। ସେଥିରେ ଅନ୍ୟଥା ହେବ ନାହିଁ।
ତେବେ ତୁ ଯେତେବେଳେ ବ୍ରହ୍ମାଙ୍କ ବରରେ ଫଳ କରି ଆସିଛୁ, ବହୁଧା ବିଦୀର୍ଣ୍ଣ ହୋଇ ମଧ୍ୟ ତୁ ତ କରାମତି ଦେଖାଉଥିବୁ। ତୁ କାଳିଅ ନାଗ ରୂପରେ କାଳନ୍ଦୀ ସରୋବରରେ ଲୁଚି ରହିବୁ। ବାଳକୃଷ୍ଣ ତତେ ଦମନ କରିବେ। ତାଙ୍କ ଚରଣ ସ୍ପର୍ଶରେ ତୁ ପାପମୁକ୍ତ ହବୁ। ତୋ ଫଣାରେ ତାଙ୍କ ଚରଣ ଚିହ୍ନ ଅଙ୍କିତ ରହିବ। ଏହା କହି ବିଘ୍ନେଶ୍ୱର ବିଘ୍ନକୁ ଖଣ୍ଡ ବିଖଣ୍ଡ କରିଦେଲେ। ବିଘ୍ନର କଳେବର କ୍ଷୁଦ୍ର କ୍ଷୁଦ୍ର ଆକାରରେ ଏଣେତେଣେ ଉଡ଼ିଗଲା। ଦେବଗଣ ପ୍ରସନ୍ନ ହୋଇ ବିଘ୍ନେଶ୍ୱରଙ୍କ ଉପରେ ପୁଷ୍ପବୃଷ୍ଟି କଲେ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ବିଘ୍ନେଶ୍ୱରର ଗୋଟେ ଭାଗ।